ଗୋଟେ ତ ମତେ ବହୁତ ଚିନ୍ତା ଲାଗୁଛି କାରଣ ମୋର 80ଟା ପିଲା ଝିଅ ପିଲା ହଷ୍ଟେଲରେ ରହୁଛନ୍ତି। ଯଦି ଏମିତି ଦୁର୍ବୃତ୍ତ ମାନେ ଆସି କାଲି କିଏ କହିବ ଭବିଷ୍ୟତରେ କଣ କିଛି ଅଘଟଣ ନ ଘଟିବ ବୋଲି। ସେଥିପାଇଁ ତ ମୁଁ ବହୁତ ଚିନ୍ତିତ କଣ ପଦକ୍ଷେପ ନିଆଯାଇ ପାରିବ। ସେଥିପାଇଁ ଆଇଆଇସି ସହିତ କଥା ହଉଥିଲି, ସେ କହିଲେ ମ୍ୟାଡାମ ଆପଣ ଗୋଟେ ଏଫଆଇଆର ଦିଅନ୍ତୁ, ତାପରେ ଆମେ କଣ କାର୍ଯ୍ୟାନୁଷ୍ଠାନ ନେବୁ। ସରସ୍ୱତୀ ବେହେରା, ପ୍ରିନ୍ସିପାଲ ଗଭର୍ଣ୍ଣମେଣ୍ଟ ଏଏନଏମ୍ ଟ୍ରେନିଂ ସେଣ୍ଟର ଜୟପୁର। କଣ ସବୁ ଚୋରି ହେଇଛି, କେମିତି ସବୁ ଚୋରି ହେଲା ମ୍ୟାଡାମ? କାଲି ଗତକାଲି ରାତିର ଆମ ଅଫିସରେ 4ଟା ଏସି ର ବାହାରକୁ ଯୋଉ ଆଉଟଡୋର ୱେୟାର ଦିଆଯାଇଥାଏ କପର ୱେୟାର, ସେ 4ଟା ଯାକ ଏସି ର ସବୁ ଯାକ କପର ୱେୟାର କିଏ ଦୁର୍ବୃତ୍ତ କାଟି କରି ନେଇଯାଇଛନ୍ତି। ରାତି ପ୍ରାୟ 3ଟାରୁ 4ଟା ମଧ୍ୟରେ ଘଟଣା ଘଟିଥିବାର ଆମେ ଆଶା କରୁଛୁ। ପୋଲିସ ଖବର ଦେଲେ ନା କଣ କେମିତି? ହଁ, ଆମ କ୍ୟାମ୍ପସ ଖାଲି ଆମର ତ ଯାଇନି, ଆମ କ୍ୟାମ୍ପସ ରୁ ମୋର ରେସିଡେନ୍ସ ର ଯାଇଛି। ଆମ କ୍ୟାମ୍ପସ ରେ ଜଣେ ଡକ୍ଟର ରହୁଛନ୍ତି, ତାଙ୍କର ମଧ୍ୟ ଏସି ର ଯାଇଛି। ତାପରେ ସେ ସାର୍ ଆସିକି ଆଇଆଇସି କି ଫୋନ କରିଥିଲେ, ସେ ଆସିକି ସବୁ ଦେଖା ଦେଖି କରି ଯାଇଛନ୍ତି ଆଉ କହିଛନ୍ତି ପୋଲିସ ରେ ଦବାକୁ। ଆମେ ଲେଖା ଲେଖି କରୁଛୁ, ତାପରେ ନେଇକି ଅଫିସ ରେ ଦବୁ। ଯେତେବେଳେ ଏସି ର ଯେତେବେଳେ ୱାଇର କାଟିକି ଜଣା ପଡିଲା କି ଏସି ତ ଅନ୍ ଥିବ? ମୋ ଘର ଅଫିସରେ ତ ଆମେ ଜାଣିପାରିନୁ, ମୋ ଘରେ କିନ୍ତୁ ସାଉଣ୍ଡ ଗୋଟେ ଶୁଣାଗଲା। ତେଣୁ ଆମେ ଭାବିଲୁ ବୋଧେ ଏମିତି କଣ ସାଉଣ୍ଡ ହେଇଥିବ। ତାପରେ ଏସି ଆଉ କୁଲିଂ ହେଲାନି। କୁଲିଂ ନହେବାରୁ ଆମେ ବାହାରେ କଣ ପାଇଁ ଏସି କୁଲିଂ ହେଲାନି କଣ ହେଲାନି, ବାହାରେ ଆସି ଦେଖିଲା ବେଳକୁ ତ ଏସି ସବୁ କାଟିକି ପକେଇ ଦେଇଛନ୍ତି। ତାର ଗୁଡା ଯୋଉ କଭରିଂ ଇନ୍ସୁଲେଟର ଗୁଡା ଦିଆଯାଇଥିଲା ସେଟା ସବୁ ବାହାରେ ପକେଇଛନ୍ତି ଛାତ ଉପରେ। ତାପରେ ଆମର ଡାଉଟ ସାଙ୍ଗେ ସାଙ୍ଗେ ହେଲା, ଅଫିସରେ ଆସି ସିକ୍ୟୁରିଟି କି ଡାକିକି ଦେଖା ଦେଖି କଲା ବେଳକୁ ଅଫିସରେ ବି ସବୁ ଯାକ ୱେୟାର କାଟି ନେଇଯାଇଛନ୍ତି। ତାପରେ ଆମ କ୍ୟାମ୍ପସରେ ମଧ୍ୟ ଆମେ ଦେଖିଲୁ କାହାର କାହାର ଏସି ଅଛି। ଆଉ ଯୋଉ ସାରଙ୍କୁ ମଧ୍ୟ ଦୁର୍ଗା ପ୍ରସାଦ ସାରଙ୍କୁ ଡାକିଲା, ତାଙ୍କ ଘର ଦେଖିଲା ବେଳକୁ 3ଟା ଏସି ର ମଧ୍ୟ ନାହିଁ। ଆପଣ କ୍ୟାମ୍ପସରେ ପାଖାପାଖି 8-10ଟା ଯାଇଛି? ହଁ, 8-10ଟା। ଝିଅ ମାନେ ରହୁଛନ୍ତି, ଏଇଟା ତ ଏସି ର ପାଇପ୍ କାଢିଗଲେ ନିହାତି ସୁରକ୍ଷାର ହଁ, ପ୍ରଶ୍ନ ଉଠେ। ନିହାତି ଏଇଟା ଗୋଟେ ତ ମତେ ବହୁତ ଚିନ୍ତା ଲାଗୁଛି କାରଣ ମୋର 80ଟା ପିଲା ଝିଅ ପିଲା ହଷ୍ଟେଲରେ ରହୁଛନ୍ତି। ଯଦି ଏମିତି ଦୁର୍ବୃତ୍ତ ମାନେ ଆସି କାଲି କିଏ କହିବ ଭବିଷ୍ୟତରେ କଣ କିଛି ଅଘଟଣ ନ ଘଟିବ ବୋଲି। ସେଥିପାଇଁ ତ ମୁଁ ବହୁତ ଚିନ୍ତିତ କଣ ପଦକ୍ଷେପ ନିଆଯାଇ ପାରିବ। ସେଥିପାଇଁ ଆଇଆଇସି ସହିତ କଥା ହଉଥିଲି, ସେ କହିଲେ ମ୍ୟାଡାମ ଆପଣ ଗୋଟେ ଏଫଆଇଆର ଦିଅନ୍ତୁ, ତାପରେ ଆମେ କଣ କାର୍ଯ୍ୟାନୁଷ୍ଠାନ ନେବୁ।